ବିଷୟ ଟ୍ୟୁଟୋରିଆଲ ୟୁଟ୍ୟୁବ ଚ୍ୟାନେଲରେ ପ୍ରଥମେ ଆପଣ ସମସ୍ତଙ୍କୁ ସ୍ୱାଗତ। ପିଲାମାନେ, ଆଜିର ଏହି ଭିଡ଼ିଓ ମାଧ୍ୟମରେ ଆମେ ସୁରଭି କାର୍ଯ୍ୟକ୍ରମ 2024ର କୁଇଜ୍ ଗୁଡ଼ିକୁ ଦେଖିବା। ତେବେ ଡେରି ନକରି ଚାଲନ୍ତୁ ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ଭିଡ଼ିଓଟିକୁ ଷ୍ଟାର୍ଟ କରିବା ପୂର୍ବରୁ ମୋର ଗୋଟିଏ ରିକ୍ୱେଷ୍ଟ କି ଆପଣମାନେ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଭିଡ଼ିଓଟିକୁ ନିଶ୍ଚୟ ଦେଖନ୍ତୁ, ଯାହାଫଳରେ କି ଆପଣମାନେ ଇମ୍ପୋର୍ଟାଣ୍ଟ କୁଇଜ୍ ଗୁଡ଼ିକୁ ଜାଣିପାରିବେ। ତେବେ ଡେରି ନକରି ଚାଲନ୍ତୁ ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ପ୍ରଥମ ପ୍ରଶ୍ନ, ଆୟତନ ଅନୁସାରେ ଓଡ଼ିଶାର ବୃହତ୍ତମ ଜିଲ୍ଲାର ନାମ କ'ଣ? ଉତ୍ତରଟି ହେଉଛି ମୟୂରଭଞ୍ଜ ଜିଲ୍ଲା। ଆୟତନ ଅନୁସାରେ ଓଡ଼ିଶାର ବୃହତ୍ତମ ଜିଲ୍ଲା ହେଉଛି ମୟୂରଭଞ୍ଜ। ପରବର୍ତ୍ତୀ ପ୍ରଶ୍ନ, ଆମ ଦେଶ ଭାରତର ପ୍ରଥମ ନାଗରିକ କିଏ? ଏହାର ଉତ୍ତରଟି ହେଉଛି ରାଷ୍ଟ୍ରପତି। ଆମ ଦେଶ ଭାରତର ପ୍ରଥମ ନାଗରିକ ହେଉଛନ୍ତି ରାଷ୍ଟ୍ରପତି। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶାରେ କେତୋଟି ତହସିଲ ରହିଛି? ଏହାର ଉତ୍ତରଟି ହେଉଛି 317ଟି। ଓଡ଼ିଶାରେ 317ଟି ତହସିଲ ରହିଛି। ପରବର୍ତ୍ତୀ ପ୍ରଶ୍ନ, ଦେବସ୍ନାନ ପୂର୍ଣ୍ଣିମା କେଉଁ ମାସରେ ପଡ଼ିଥାଏ? ଉତ୍ତରଟି ହେଉଛି ଜ୍ୟେଷ୍ଠ ମାସରେ। ଦେବସ୍ନାନ ପୂର୍ଣ୍ଣିମା ଜ୍ୟେଷ୍ଠ ମାସରେ ପଡ଼ିଥାଏ। ପରବର୍ତ୍ତୀ ପ୍ରଶ୍ନ, ବ୍ୟାସ ପୂର୍ଣ୍ଣିମା କେଉଁ ମାସରେ ପଡ଼ିଥାଏ? ଏହାର ଉତ୍ତରଟି ହେଉଛି ଆଷାଢ଼ ମାସରେ। ବ୍ୟାସ ପୂର୍ଣ୍ଣିମା ଆଷାଢ଼ ମାସରେ ପଡ଼ିଥାଏ। ପରବର୍ତ୍ତୀ ପ୍ରଶ୍ନ, ଗହ୍ମା ପୂର୍ଣ୍ଣିମା କେଉଁ ମାସରେ ପଡ଼ିଥାଏ? ଉତ୍ତରଟି ହେଉଛି ଶ୍ରାବଣ ମାସରେ। ଗହ୍ମା ପୂର୍ଣ୍ଣିମା ଶ୍ରାବଣ ମାସରେ ପଡ଼ିଥାଏ। ପରବର୍ତ୍ତୀ ପ୍ରଶ୍ନ, ସପ୍ତପୁରୀ ଅମାବାସ୍ୟା କେଉଁ ମାସରେ ପଡ଼ିଥାଏ? ଉତ୍ତରଟି ହେଉଛି ଭାଦ୍ରବ ମାସରେ। ସପ୍ତପୁରୀ ଅମାବାସ୍ୟା ଭାଦ୍ରବ ମାସରେ ପଡ଼ିଥାଏ। ପରବର୍ତ୍ତୀ ପ୍ରଶ୍ନ, ଗର୍ଭଣା ସଂକ୍ରାନ୍ତି କେଉଁ ମାସରେ ପାଳିତ ହୁଏ? ଉତ୍ତରଟି ହେଉଛି କାର୍ତ୍ତିକ ମାସରେ। ଗର୍ଭଣା ସଂକ୍ରାନ୍ତି କାର୍ତ୍ତିକ ମାସରେ ପାଳିତ ହୁଏ। ପରବର୍ତ୍ତୀ ପ୍ରଶ୍ନ, ଅକ୍ଷୟ ତୃତୀୟା କେବେ ପାଳନ କରାଯାଏ? ଉତ୍ତରଟି ହେଉଛି ବୈଶାଖ ମାସରେ। ଅକ୍ଷୟ ତୃତୀୟା ବୈଶାଖ ମାସରେ ପାଳନ କରାଯାଏ। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶାର ଆରାଧ୍ୟ ଦେବତା କିଏ? ଉତ୍ତରଟି ହେଉଛି ଶ୍ରୀ ଜଗନ୍ନାଥ। ଓଡ଼ିଶାର ଆରାଧ୍ୟ ଦେବତା ହେଉଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଆ ନୂତନ ବର୍ଷ କେବେ ପାଳିତ ହୁଏ? ଏହାର ଉତ୍ତରଟି ହେଉଛି ମହାବିଷୁବ ସଂକ୍ରାନ୍ତି ଦିନ। ଓଡ଼ିଆ ନୂତନ ବର୍ଷ ମହାବିଷୁବ ସଂକ୍ରାନ୍ତି ଦିନ ପାଳିତ ହୁଏ। ପରବର୍ତ୍ତୀ ପ୍ରଶ୍ନ, ଚନ୍ଦନ ଯାତ୍ରା କେବେ ଅନୁଷ୍ଠିତ ହୁଏ? ଉତ୍ତରଟି ହେଉଛି ବୈଶାଖ ଶୁକ୍ଳ ତୃତୀୟା ତିଥି ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ। ଚନ୍ଦନ ଯାତ୍ରା ବୈଶାଖ ଶୁକ୍ଳ ତୃତୀୟା ତିଥି ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଅନୁଷ୍ଠିତ ହୁଏ। ପରବର୍ତ୍ତୀ ପ୍ରଶ୍ନ, ହିଙ୍ଗୁଳା ଯାତ୍ରା କେବେ ଅନୁଷ୍ଠିତ ହୁଏ? ଉତ୍ତରଟି ହେଉଛି ଚୈତ୍ର ପୂର୍ଣ୍ଣିମା ଦିନ। ହିଙ୍ଗୁଳା ଯାତ୍ରା ଚୈତ୍ର ପୂର୍ଣ୍ଣିମା ଦିନ ଅନୁଷ୍ଠିତ ହୁଏ। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶାର କେଉଁ ସ୍ଥାନକୁ ଶାବର ଶ୍ରୀକ୍ଷେତ୍ର ବୋଲି କୁହାଯାଏ? ଉତ୍ତରଟି ହେଉଛି କୋରାପୁଟ। ଓଡ଼ିଶାର କୋରାପୁଟ ଜିଲ୍ଲାକୁ ଶାବର ଶ୍ରୀକ୍ଷେତ୍ର ବୋଲି କୁହାଯାଏ। ପରବର୍ତ୍ତୀ ପ୍ରଶ୍ନ,
ଓଡ଼ିଶାର କେଉଁ ପର୍ବରେ ଶିବ ପାର୍ବତୀଙ୍କର ବିବାହ ହେବାର ପରମ୍ପରା ରହିଛି? ଏହାର ଉତ୍ତରଟି ହେଉଛି ଶୀତଳ ଷଷ୍ଠୀ। ଓଡ଼ିଶାର ଶୀତଳ ଷଷ୍ଠୀ ପର୍ବରେ ଶିବ ପାର୍ବତୀଙ୍କର ବିବାହ ହେବାର ପରମ୍ପରା ରହିଛି। ପରବର୍ତ୍ତୀ ପ୍ରଶ୍ନ, ଖୁଦୁରୁକୁଣି ଓଷା କେଉଁ ମାସରେ ପାଳନ କରାଯାଏ? ଏହାର ଉତ୍ତରଟି ହେଉଛି ଭାଦ୍ରବ ମାସ। ଖୁଦୁରୁକୁଣି ଓଷା ଭାଦ୍ରବ ମାସରେ ପାଳନ କରାଯାଏ। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶାର କେଉଁ ସ୍ଥାନ ପଟ୍ଟଚିତ୍ର ପାଇଁ ପୃଥିବୀ ପ୍ରସିଦ୍ଧ? ଉତ୍ତରଟି ହେଉଛି ପୁରୀ ଜିଲ୍ଲାର ରଘୁରାଜପୁର ଗ୍ରାମ। ଓଡ଼ିଶାର ପୁରୀ ଜିଲ୍ଲାର ରଘୁରାଜପୁର ଗ୍ରାମ ପଟ୍ଟଚିତ୍ର ପାଇଁ ପୃଥିବୀ ପ୍ରସିଦ୍ଧ ଅଟେ। ପରବର୍ତ୍ତୀ ପ୍ରଶ୍ନ, ଗୋଟିଏ ସରଳ ରେଖାରେ କେତୋଟି ବିନ୍ଦୁ ଥାଏ? ଉତ୍ତର ହେଉଛି ଅସଂଖ୍ୟ। ଗୋଟିଏ ସରଳ ରେଖାରେ ଅସଂଖ୍ୟଟି ବିନ୍ଦୁ ଥାଏ। ପରବର୍ତ୍ତୀ ପ୍ରଶ୍ନ, 1 ଫୁଟ କେତେ ଇଞ୍ଚ ଅଟେ? ଏହାର ଉତ୍ତରଟି ହେଉଛି 12 ଇଞ୍ଚ। 1 ଫୁଟ 12 ଇଞ୍ଚ ଅଟେ। ପରବର୍ତ୍ତୀ ପ୍ରଶ୍ନ, ମୟୂର ସିଂହାସନ କିଏ ନିର୍ମାଣ କରିଥିଲେ? ଉତ୍ତରଟି ହେଉଛି ଶାହାଜାନ। ମୟୂର ସିଂହାସନ ଶାହାଜାନ ନିର୍ମାଣ କରିଥିଲେ। ପରବର୍ତ୍ତୀ ପ୍ରଶ୍ନ, ସ୍ୱଦେଶୀ ଆନ୍ଦୋଳନ କେବେ ହୋଇଥିଲା? ଏହାର ଉତ୍ତରଟି ହେଉଛି 1905 ମସିହା। ସ୍ୱଦେଶୀ ଆନ୍ଦୋଳନ 1905 ମସିହାରେ ହୋଇଥିଲା। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶାରେ କେବେ ନଅଙ୍କ ଦୁର୍ଭିକ୍ଷ ପଡ଼ିଥିଲା? ଏହାର ଉତ୍ତରଟି ହେଉଛି 1866 ମସିହା। ଓଡ଼ିଶାରେ 1866 ମସିହାରେ ନଅଙ୍କ ଦୁର୍ଭିକ୍ଷ ପଡ଼ିଥିଲା। ପରବର୍ତ୍ତୀ ପ୍ରଶ୍ନ, କେଉଁ ପୂର୍ଣ୍ଣମୀ ଦିନରୁ କଟକରେ ବାଲିଯାତ୍ରା ଆରମ୍ଭ ହୋଇଥାଏ? ଏହାର ଉତ୍ତରଟି ହେଉଛି ରାସ ପୂର୍ଣ୍ଣିମା। ରାସ ପୂର୍ଣ୍ଣିମା ଦିନଠାରୁ କଟକରେ ବାଲିଯାତ୍ରା ଆରମ୍ଭ ହୋଇଥାଏ। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶାରେ ମୋଟ କେତୋଟି ବ୍ଲକ ରହିଛି? ଉତ୍ତରଟି ହେଉଛି 314। ଓଡ଼ିଶାର ମୋଟ ବ୍ଲକ ସଂଖ୍ୟା ହେଉଛି 314। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶା ଉପକୂଳରେ ଥିବା ସମୁଦ୍ରର ନାମ କ'ଣ? ଉତ୍ତରଟି ହେଉଛି ବଙ୍ଗୋପସାଗର। ଓଡ଼ିଶା ଉପକୂଳରେ ଥିବା ସମୁଦ୍ରର ନାମ ହେଉଛି ବଙ୍ଗୋପସାଗର। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶା କେବେ ସ୍ୱତନ୍ତ୍ର ରାଜ୍ୟ ରୂପେ ମାନ୍ୟତା ପାଇଲା? ଏହାର ଉତ୍ତରଟି ହେଉଛି 1936 ମସିହା ଏପ୍ରିଲ ମାସ 1 ତାରିଖ। ଓଡ଼ିଶା 1936 ମସିହା ଏପ୍ରିଲ ମାସ 1 ତାରିଖ ଦିନ ସ୍ୱତନ୍ତ୍ର ରାଜ୍ୟ ରୂପେ ମାନ୍ୟତା ପାଇଥିଲା। ପରବର୍ତ୍ତୀ ପ୍ରଶ୍ନ, ଯାହାକି ରହିଛି ଆପଣମାନଙ୍କ ପାଇଁ, ଡାଲଖାଇ କେଉଁ ଜିଲ୍ଲାର ପାରମ୍ପରିକ ନୃତ୍ୟ ଅଟେ? ପରବର୍ତ୍ତୀ ପ୍ରଶ୍ନ, ମହାନଗର ନିଗମର ମୁଖ୍ୟକୁ କ'ଣ କୁହାଯାଏ? ଏହାର ଉତ୍ତରଟି ହେଉଛି ମେୟର। ମହାନଗର ନିଗମର ମୁଖ୍ୟକୁ ମେୟର ବୋଲି କୁହାଯାଏ। ପରବର୍ତ୍ତୀ ପ୍ରଶ୍ନ, ସୌରଜଗତର ବୃହତ୍ତମ ଗ୍ରହର ନାମ କ'ଣ? ଏହାର ଉତ୍ତରଟି ହେଉଛି ବୃହସ୍ପତି।
ସୌରଜଗତର ବୃହତ୍ତମ ଗ୍ରହର ନାମ ହେଉଛି ବୃହସ୍ପତି। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶାର ସବୁଠାରୁ ଉଚ୍ଚ ପର୍ବତର ନାମ କ'ଣ? ଏହାର ସଠିକ୍ ଉତ୍ତର ହେଉଛି ଦେଓମାଳି। ଓଡ଼ିଶାର ସବୁଠାରୁ ଉଚ୍ଚ ପର୍ବତର ନାମ ହେଉଛି ଦେଓମାଳି। ପରବର୍ତ୍ତୀ ପ୍ରଶ୍ନ ବା ଆଜିର ଶେଷ ପ୍ରଶ୍ନ, ଗାନ୍ଧୀ ଜୟନ୍ତୀ ଆମେ କେବେ ପାଳନ କରିଥାଉ? ଏହାର ଉତ୍ତରଟି ଆପଣମାନେ ନିଶ୍ଚୟ କମେଣ୍ଟ ବକ୍ସରେ ଦିଅନ୍ତୁ।